শরণাগত দিনাথম পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆଉ ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଯେଉଁଦିନ ବରକନ୍ୟାର ବିଭାଘର ହୁଏ ସେଦିନ ଶ୍ୱଶୁର ଜୋଇଁ ନିକଟରେ ହାତ ଯୋଡ଼ି ଠିଆ ହୁଏ। କାହିଁକି ଠିଆ ହୁଏ ନା ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଦଶା ଦୋଷକୁ କ୍ଷମା କରିବା ପାଇଁ ଶ୍ୱଶୁର ଜୋଇଁ ନିକଟରେ ହାତ ଯୋଡ଼ି ଠିଆ ହୁଏ। ସେ 10ଟା ଦୋଷ କ'ଣ ନା ନିର୍ଲଜା ଚୌରବୃତ୍ତିଶ୍ଚ ଡାଙ୍କିନୀ ବ୍ୟଭିଚାରିଣୀ ହିଂସିକା ମୁଖରା ଦ୍ରଷ୍ଟା ମିଥ୍ୟାବାଦିନୀ ତୋଷିଣୀ। ପ୍ରଥମ ହେଲା ଶ୍ୱଶୁର କୁହେ ମୋ ଝିଅ ଯଦି ନିର୍ଲଜା ହେଇଥିବ ତା ନିକଟରୁ ଲଜ୍ଜା ଯଦି ଦୂରେଇ ଯାଏ ମୋ ଝିଅକୁ ତମେ କ୍ଷମା କରିଦବ। ଚୌରବୃତ୍ତିଶ୍ଚ ମୋ ଝିଅର ଯଦି ଚୋରଣୀ କଳା ଟିକେ ଥାଏ, ଯଦି ସେ କୌଣସି ଦିନ ଭୁଲ କରିଦବ, ହେ ପୁଅ ତମକୁ ମୋ ହାତ ଯୋଡ଼ି ଏତିକି ପ୍ରାର୍ଥନା କରୁଛି ମୋ ଝିଅକୁ ତମେ କ୍ଷମା କରିବ। ଡାଙ୍କିନୀ ଅନେକ ଝିଅମାନେ ଡାଙ୍କିନୀ ସ୍ୱରୂପ ଥାନ୍ତି। ଯଦି ଖାଇବା ସରିଯାଇଥିବ ସେମାନେ ଟିକେ ଗୋଡ଼କୁ କଚାଡ଼ି ବି ହୁଅନ୍ତି। ଡାହାଣୀ କଳା ଅନେକ ଝିଅ ନିକଟରେ ବି ଥାଏ। ଯଦି ମୋ ଝିଅ ନିକଟରେ ଏଇ କଳା ଥିବ, ହେ ବାପା ମୋ ଝିଅକୁ ତମେ କ୍ଷମା କରିଦବ। ବ୍ୟଭିଚାରିଣୀ ଯଦି ମୋ ଝିଅ କୌଣସି ଅନୀତି କାର୍ଯ୍ୟ କରେ ତମେ ତାକୁ କ୍ଷମା କରିଦବ ପୁଅ। ଯଦି ମୋ ଝିଅ କୌଣସି ଅନୀତି କାର୍ଯ୍ୟ କରିବ ଏ ସଂସାରରେ ସମସ୍ତେ ତାକୁ ଛି ଛାକର କରିବେ, କିନ୍ତୁ ତମେ ତାକୁ ଟିକେ କ୍ଷମା କରିଦବ। ହିଂସିକା ଯଦି ହିଂସ ବୁଦ୍ଧି ଥିବ, କାହା ସହିତ ଝଗଡ଼ା ଝାଟି କରୁଥିବ ତାକୁ ତମେ ଟିକେ କ୍ଷମା କରିଦବ। ମୁଖରା ଦ୍ରଷ୍ଟା ମୁଖରା ଯଦି ମୋ ସ୍ତ୍ରୀ ଥବ, ଯଦି ସଦାସର୍ବଦା କଳି କରିବାକୁ ସେ ଭଲ ପାଉଥିବ ତାକୁ କ୍ଷମା କରିଦବ। ମିଥ୍ୟାବାଦିନୀ ଯଦି ସଦାସର୍ବଦା ସେ ମିଛ କହୁଥିବ ତାକୁ ସତ୍ୟ ପଥକୁ ଆଣିବାକୁ ତମେ ହିଁ କେବଳ ଚେଷ୍ଟା କରିବ। ଏଇ ଥିଲା ଦଶା ଦୋଷର କ୍ଷମା ପ୍ରାର୍ଥନା। ଏଇଥିପାଇଁ ଶ୍ୱଶୁର ଜୋଇଁ ପାଖରେ ହାତ ଯୋଡ଼ି ଏଇ ଦଶା ଦୋଷକୁ ସେ ପ୍ରାର୍ଥନା କରେ। ଯଦି ମୋର ଏ କଥାକୁ ଆପଣମାନଙ୍କୁ ଭଲ ଲାଗିଥିବ, ଆପଣମାନେ ଶ୍ରବଣ କରିଥିବେ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା ଘରେ ସ୍ୱାମୀ ସ୍ତ୍ରୀ ଶୟନ ବେଳେ ଦୁଇଟି ଖଟକୁ କେତେବେଳେ ଏକାଠି କରିବେନି, ଟିକେ ଫାଙ୍କା ରଖିବେ। ଦୁଇଟି ଖଟକୁ କେତେବେଳେ ଏକାଠି କରିବେନି, ଟିକେ ଫାଙ୍କା ରଖିବେ। ରଖିଲେ ଆପଣମାନଙ୍କ ପାଇଁ ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ମୁଁ ଶେଷ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।